ପିଲାମାନେ, ଆଜି ଆମେ ଶୁଣିବା ବୋକା ସିଂହ ଚତୁର ଠେକୁଆ ଗପ। ଥରେ ଗୋଟିଏ ଜଙ୍ଗଲରେ ଏକ ସିଂହ ରହୁଥିଲା। ସିଂହଟି ବହୁତ ବଳବାନ ଥିଲା। ସେ ତା ବଳ ପଣିଆରେ ଜଙ୍ଗଲର ପଶୁପକ୍ଷୀମାନଙ୍କୁ ମାରି ଖାଇ ଦେଉଥିଲା। ଆଉ ନିଜ ବଳପଣ ଯୋଗୁଁ ସେ ସେହି ଜଙ୍ଗଲର ରାଜା ହୋଇଥିଲା। କିନ୍ତୁ ଗୋଟିଏ ରାଜା ତା ପ୍ରଜାମାନଙ୍କ ଉପରେ ଯେଉଁ କର୍ତ୍ତବ୍ୟ କରିବା କଥା ସେ ତାହା ନ କରି ଓଲଟା ସେ ସେମାନଙ୍କୁ ଶିକାର କରି ଖାଉଥିଲା। ସିଂହଟି ପ୍ରତିଦିନ ଗୁମ୍ଫାରୁ ବାହାରେ ଆଉ ମନ ଇଚ୍ଛା ପଶୁମାନଙ୍କୁ ମାରି ଖାଏ, ଆଉ ସନ୍ଧ୍ୟା ହେଲେ ଗୁମ୍ଫାକୁ ଫେରେ। ଧୀରେ ଧୀରେ ସେହି ଜଙ୍ଗଲରେ ପଶୁପକ୍ଷୀଙ୍କ ସଂଖ୍ୟା କମିବାକୁ ଲାଗିଲା। ସେଥିପାଇଁ ସେ ଜଙ୍ଗଲରେ ଥିବା ପଶୁପକ୍ଷୀମାନେ ଚିନ୍ତାରେ ପଡ଼ିଗଲେ। ଆଉ ସମସ୍ତେ ଚିନ୍ତା କଲେ ଯେ ଯଦି ସିଂହ ରାଜାଙ୍କ ଶାସନ ଲାଗି ରହିବ ତାହେଲେ କମ୍ ଦିନରେ ଜଙ୍ଗଲଟା ଭୂତକୋଠି ପାଲଟିଯିବ। ସେଥିପାଇଁ ସେମାନେ ଦିନେ ରାତିରେ ଏକ ସଭା କଲେ। ବାଘ କହିଲା, ଆରେ ଭାଇମାନେ, ସମସ୍ତେ ଶୁଣ, ଆମେ ଯେତେ କହିଲେ ବି ଆମ ମହାରାଜ ଆମ କଥା ରଖୁନାହାନ୍ତି। ସେ ପ୍ରଜାମାନଙ୍କୁ ଭଲସେ ଶାସନ କରିବା ବଦଳରେ ଗୋଟିଏ ପରେ ଗୋଟିଏ ପଶୁକୁ ମାରି ଖାଉଛନ୍ତି। ଯଦି ଏମିତି ହୋଇ ଚାଲିବ ତାହେଲେ ଆମ ଜଙ୍ଗଲଟା ଆଉ ଜଙ୍ଗଲ ଭଳି ଲାଗିବନି। ଭାଲୁ କହିଲା, ହେଲେ ଆମେ କରିବା କ'ଣ? ବାଘ ଭାଇ, ସିଂହ ରାଜାଙ୍କୁ ପାରିଲା ଭଳି ଶକ୍ତିଶାଳୀ ଆମ ଜଙ୍ଗଲରେ ଆଉ କିଏ ଅଛି? ଯେଉଁ କାଳେ ତୁମେ ନିଜେ ହାର ମାନି ଯାଉଛ, ତାହେଲେ ଆଉ କିଏ ଶକ୍ତିଶାଳୀ ଅଛି? ଠେକୁଆ କହିଲା, ଭାଲୁ ଭାଇ, ଆମ ପାଖରେ ବଳ ନଥିଲେ କ'ଣ ହେଲା? ବେଳେ ବେଳେ ବହୁତ ବଳବାନ ପ୍ରାଣୀଙ୍କୁ ବଳରେ ନ ପାରିଲେ ବୁଦ୍ଧିରେ ପରାଜିତ କରିବାକୁ ହୁଏ। ତେଣୁ ଆମକୁ ବୁଦ୍ଧିରେ ସିଂହ ରାଜାଙ୍କୁ ପରାଜିତ କରିବାକୁ ହେବ। ବିଲୁଆ କହିଲା, ଏଡ଼ିକି ବକଟେ ଜୀବଟା ହୋଇଛୁ, ଫୁଙ୍କିଦେଲେ ଉଡ଼ିଯିବୁ। କହିଲା କ'ଣ ନା ସିଂହ ରାଜାଙ୍କୁ ବୁଦ୍ଧିରେ ପରାସ୍ତ କରିବ। ଠେକୁଆ କହିଲା, ହଁ ହଁ, ମୁଁ ସିନା ବକୁଟେ ପ୍ରାଣୀ, ତୁମେ ବଡ଼ ଚତୁର ନା, କାହିଁ ସିଂହ ରାଜାଙ୍କୁ କେମିତି ପରାସ୍ତ କରାଯିବ ଆଜି ପର୍ଯ୍ୟନ୍ତ ତୁମ ମୁଣ୍ଡରେ ଗୋଟିଏ ଉପାୟ ଚିନ୍ତା କରିଛ? ବିଲୁଆ କହିଲା, ମୁଁ ଜାଣିଛି, ତୁ ସେଇଆ କହିବୁ। ମଣ୍ଡାଖିଆ ଅସୁର ସିନା ମଣ୍ଡା ପିଠା ଖାଇବା ପାଇଁ ଗାଁ ଲୋକଙ୍କୁ ଖାଇଲାନି, ହେଲେ ଆମ ମହାରାଜ ତ ପଶୁ ମାଂସ ଖାଇବା ଛଡ଼ା ଆଉ କିଛି ଜାଣିନାହାନ୍ତି। ଆମେ କରିବା କ'ଣ? ତୁମେମାନେ ଯଦି ଚାହୁଁଛ ମୁଁ ଗୋଟିଏ ଉପାୟ କହିବି। ଆରେ କହୁନୁ, କହ। ଯଦି ତୁମେମାନେ କହୁଛ, ମୁଁ କହୁଛି ଶୁଣ। ମୋ ମତରେ ଗାଁ ଲୋକମାନେ ମଣ୍ଡାଖିଆ ଅସୁର ପାଖକୁ ଗୋଟିଏ ଗୋଟିଏ ଲୋକ ପଠାଇଲା ଭଳି ଆମେ ବି ପାଳି କରିକି ପ୍ରତିଦିନ ଜଣେ ଜଣେ ସିଂହ ରାଜା ପାଖକୁ ଯିବା। ବାଘ କହିଲା, ହଁ, ଏଇଆ ହିଁ ଠିକ୍ ଲାଗୁଛି। ଦିନେ ନା ଦିନେ ତ ଆମେ ସମସ୍ତେ ମରିବା। ଯଦି ଆମେ ପାଳି କରିକି ସିଂହ ରାଜାଙ୍କ ପାଖକୁ ଯିବା ତାହେଲେ କମ୍ ସେ କମ୍ ଆମ ଜଙ୍ଗଲଟା ତ କିଛି ଦିନ ପାଇଁ ବଞ୍ଚିଯିବ। ପରଦିନ ସକାଳ ହେଲା। ସବୁ ପଶୁପକ୍ଷୀମାନେ ଯାଇ ସିଂହ ରାଜାଙ୍କ ଗୁମ୍ଫା ପାଖକୁ ଯାଇ ପହଞ୍ଚିଲେ। ସିଂହ ରାଜା ସବୁ ପଶୁ ପକ୍ଷୀମାନଙ୍କୁ ଏକାଠି ଦେଖି ପଚାରିଲେ, ଆରେ ତୁମେ ସମସ୍ତେ କ'ଣ ଏଠି କ'ଣ ହୋଇଛି? ମନ୍ତ୍ରୀ ବିଲୁଆ, କହ, କ'ଣ ହେଲା? ମହାରାଜ, ଆପଣଙ୍କୁ ଏବେ ଆଉ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଏବେ ଆମେ ସବୁ ପଶୁମାନେ ପ୍ରତିଦିନ ଆପଣଙ୍କ ପାଖକୁ ଗୋଟିଏ ଗୋଟିଏ ପଶୁଙ୍କୁ ପଠାଇଦେବୁ। ତା ବଦଳରେ ଆପଣ ଏ ଜଙ୍ଗଲର କୌଣସି ପଶୁ ପକ୍ଷୀଙ୍କୁ ଅଯଥାରେ ଶିକାର କରିବେ ନାହିଁ। ଏହି ଖବର ଦେବା ପାଇଁ ଆମେ ସମସ୍ତେ ଆପଣଙ୍କ ପାଖକୁ ଆସିଥିଲୁ। ଉତ୍ତମ, ଅତି ଉତ୍ତମ। କିନ୍ତୁ ଶୁଣ, ସମସ୍ତେ ମୋ ପାଇଁ ଶିକାର ପଠାଇବାର ସମୟ ଯଦି ବିଳମ୍ବ କଲ ତାହେଲେ ଯାଇ ଜଙ୍ଗଲ ଭିତରେ ପଶି ମୁଁ ସମସ୍ତ ପଶୁକୁ ଖାଇଦେବି। ହଉ ମହାରାଜ, ଆମେ ଆପଣଙ୍କ ସମୟକୁ ବିଳମ୍ବ ନ କରି ଠିକ୍ ସମୟରେ ଶିକାର ପହଞ୍ଚାଇ ଦେବୁ। ତାପରେ ସମସ୍ତ ପଶୁପକ୍ଷୀମାନେ ସିଂହ ରାଜାଙ୍କ ପାଖରୁ ବିଦାୟ ନେଲେ। ତା ପରଦିନଠୁ ପାଳି ଅନୁସାରେ ଗୋଟିଏ ଗୋଟିଏ ପଶୁ ସିଂହ ରାଜାଙ୍କ ପାଖକୁ ଗଲେ, ଆଉ ସିଂହ ରାଜା ଖୁବ୍ ଆନନ୍ଦରେ ସେମାନଙ୍କୁ ମାରି ଖାଇଲା। ଏମିତି କିଛି ଦିନ ବିତିଗଲା।
ଦିନେ ଗୋଟିଏ ଠେକୁଆ ପାଳି ପଡ଼ିଲା। ଠେକୁଆଟି ଦେଖିବାକୁ ବହୁତ ଦୁର୍ବଳ ଥିଲା, କିନ୍ତୁ ସେ ଭାରି ଚତୁର ଥିଲା। ସେ ଆଜି ସିଂହ ରାଜାଙ୍କ ଶିକାର ହେବ, ଏହା ଜାଣି ମଧ୍ୟ ସେ ମୋଟେ ଚିନ୍ତିତ ନଥିଲା। ସକାଳୁ ସକାଳୁ ଠେକୁଆର ମନ ଖୁସିରେ ସିଂହର ଶିକାର ହେବା ପାଇଁ ବାହାରି ପଡ଼ିଲା। ସେ ଖୁସିରେ ଡେଇଁ ଡେଇଁକିନା ସିଂହ ଗୁମ୍ଫା ଆଡ଼କୁ ଗଲା। କିଛି ବାଟ ଯିବା ପରେ ଠେକୁଆକୁ ବହୁତ ଜୋରସେ ଶୋଷ କଲା। ସେ ଦେଖିଲା ପାଖରେ ଗୋଟିଏ କୂଅ ଅଛି। ସେ ସେହି କୂଅକୁ ପାଣି ପିଇବାକୁ ଗଲା। ସେଠାରେ ଗୋଟିଏ ବାଲ୍ଟିରେ ପାଣି ଭର୍ତ୍ତି ହୋଇକି ଥିଲା। ଠେକୁଆ କହିଲା, ଆରେ ବାଃ, ଭଲ ହେଲା, ବାଲ୍ଟିରେ ଆଗରୁ ପାଣି ଅଛି। ଯାଉଛି ଏ ସବୁ ପାଣି ପିଇ ମୁଁ ମୋର ଶୋଷ ମେଣ୍ଟାଇବି। ତାପରେ ଠେକୁଆ ସେହି ପାଣିତକ ପିଇ ସାରି କିଛି ସମୟ କୂଅକୁ ଲକ୍ଷ୍ୟ କରି ଚାହିଁଲା। କୂଅ ଭିତରେ ଥିବା ପାଣିକୁ ଦେଖିଲା। ଠେକୁଆ ମୁଣ୍ଡକୁ ଏକ ଉପାୟ ଜୁଟିଲା। ଏହାପରେ ସେ ଧୀରେ ଧୀରେ ରାଜା ସିଂହର ଗୁମ୍ଫା ଆଡ଼କୁ ଯିବାକୁ ଲାଗିଲା। ସେପଟେ ସିଂହ ତା ଖାଇବା ସମୟ ଗଡ଼ିବାରୁ ସେ ବହୁତ ଗର୍ଜନ କରୁଥାଏ। ସେତେବେଳେ ଠେକୁଆ ସିଂହ ପାଖକୁ ଯାଇ ପହଞ୍ଚିଲା। ଠେକୁଆକୁ ଦେଖି ସିଂହ ଆହୁରି ରାଗିଗଲା, ଆଉ ଗର୍ଜନ କରି କହିଲା, ଆରେ ତୁମମାନଙ୍କୁ ମୁଁ କାହାରିକୁ ଛାଡ଼ିବି ନାହିଁ, ସମସ୍ତଙ୍କୁ ମାରିଦେବି। ତୁମେ ସବୁ ପଶୁମାନେ ମୋ ସହ ଛଳନା କଲ। ଏକରେ ମୋ ଖାଇବା ସମୟ ବିଳମ୍ବ କଲ, ପୁଣି ଏ ଦୁର୍ବଳ ଠେକୁଆକୁ ପଠାଇଛ। ୟାକୁ ଖାଇଲେ କ'ଣ ମୋ ପେଟ ପୂରିବ? ମହାରାଜ, ଶାନ୍ତ ହୁଅ, ଶାନ୍ତ ହୁଅ ମହାରାଜ। ଶାନ୍ତ ମୁଁ ଯେତେବେଳେ ଅଶାନ୍ତ ହୁଏ, ମୋତେ ଶାନ୍ତ କଲାବାଲା ଏ ଜଙ୍ଗଲରେ କେହି ଜନ୍ମ ହୋଇନାହାନ୍ତି। ମହାରାଜ, ଏଇଟା ତୁମ ଭୁଲ ଧାରଣା। ତୁମକୁ ପରାସ୍ତ କଲା ଭଳି ଆଉ ଗୋଟିଏ ସିଂହ ଆମ ଜଙ୍ଗଲକୁ ପ୍ରବେଶ କରିଗଲାଣି। ମନେ ମନେ ମହାରାଜ, ମନ୍ତ୍ରୀ ବିଲୁଆ ମୋ ସହିତ ମୋଠୁ ଆହୁରି ହୃଷ୍ଟପୁଷ୍ଟ ଠେକୁଆମାନଙ୍କୁ ପଠାଇଥିଲା। ହେଲେ ମାନେ କ'ଣ? ମହାରାଜ, ଆମ ଜଙ୍ଗଲ ମଝିରେ ଥିବା କୂଅ ପାଖରେ ଗୋଟିଏ ସିଂହ ରହୁଛି। ସେ ତୁମ ଭଳି ବହୁତ ବଳବାନ। ମୁଁ ଆଉ ମୋ ସାଙ୍ଗମାନେ ତୁମ ଶିକାର ହେବାକୁ ଆସୁଥିଲୁ, ହେଲେ ସେ ସିଂହ ମୋ ସାଙ୍ଗମାନଙ୍କୁ ମାରି ଖାଇଦେଲା, ଆଉ ମୁଁ ଦୁର୍ବଳ ବୋଲି ମୋତେ ଛାଡ଼ିଦେଲା। ଆଉ ହଁ ମହାରାଜ, ସେ ତୁମକୁ ମଧ୍ୟ ଧମକ ଦେଇଛି। ସେ କହିଲା, ଯଦି ତୁମ ରାଜାର ଦମ ଅଛି, ସେ ମୋ ସହିତ ଲଢ଼େଇ କରିବା ପାଇଁ କହିବୁ। ଆଚ୍ଛା, ତାର ଏତେ ସାହସ, ସେ ମୋତେ ଧମକ ଦେଲା। ହଉ ଠେକୁଆ, ଚାଲ, ମୋତେ ତା ପାଖକୁ ନେଇ ଚାଲ, ଦେଖିବି ତାର କେତେ ଦମ ଅଛି। ତାପରେ ଠେକୁଆ ମହାରାଜ ସିଂହକୁ ନେଇ ସେହି କୂଅ ପାଖକୁ ଗଲା। ମହାରାଜ, ଏଇ ଦେଖ, ସେ ସିଂହ ତୁମକୁ ବଡ଼ ବଡ଼ ଆଖି କରି ସେ ତୁମକୁ ଚାହିଁ ରହିଛି। ହଁ, ଠେକୁଆ, ତା ଆଖିରୁ ଜଣା ପଡୁଛି ସେ ମୋ ଭଳି ଶକ୍ତିଶାଳୀ ହୋଇଥିବ। ଆରେ, ତୋର ଏତେ ସାହସ, ମୋ ଜଙ୍ଗଲରେ ପଶି ମୋ ପ୍ରଜାମାନଙ୍କୁ ଶିକାର କରି ମୋତେ ଧମକ ଦେଉଛୁ। ଦେଖିଲ ମହାରାଜ, ଆପଣ ଯାହା କହିଲେ ସେ ବି ସେଇଆ କହି ଆପଣଙ୍କ କଥାର ଜବାବ ଦେଉଛି। ମୋତେ ଲାଗୁଛି ସେ ତୁମକୁ ଜମାରୁ ଡରୁନି। ହଁ, ଡରିବନି। ସିଂହ ଜୋରସେ ହସିଲା। ଆରେ ସିଂହ, ତୋ ମୁଣ୍ଡରେ ଏତିକି ଟିକେ ବୁଦ୍ଧି ନାହିଁ? ମୁଁ ଯାହା କହୁଛି ତୁ ସେଇ କଥା କହି ମୋ ମୁହଁରେ ଜବାବ ଦେଉଛୁ? ମୂର୍ଖ। ସିଂହଟିର ପ୍ରତିବିମ୍ବ ପାଣିରେ ଦେଖାଯାଉଥିଲା, କିନ୍ତୁ ସିଂହଟି ଚାଲାକ ନଥିବାରୁ ସେ ତାର ପ୍ରତିବିମ୍ବ ଓ ନିଜର ଶବ୍ଦ ବୋଲି ଜାଣିପାରୁନଥିଲା। ସେ ଯାହା କହୁଥିଲା, ପାଣିରେ ପଡୁଥିବା ପ୍ରତିବିମ୍ବ ସେଇଆ କହୁଥିଲା। ସିଂହ କଥା କୂଅରେ ବାଜି ଇକୋ ଶବ୍ଦ ହେଉଥିଲା, ଫଳରେ ତା ନିଜର ଶବ୍ଦ ଦୁଇଥର ଶୁଭୁଥିଲା। ଆରେ, ତୁ ମୋତେ ମୂର୍ଖ ଭାବିବୁ? ରହ, ଏବେ ତତେ ଦେଉଛି। ଏହା କହି ସିଂହଟି ରାଗ ସହି ନ ପାରି ଗର୍ଜନ କରି ସେ କୂଅ ଭିତରକୁ ଡେଇଁ ପଡ଼ିଲା। ଆରେ, ସେ ସିଂହ କୁଆଡ଼େ ଗଲା? ଲାଗୁଛି ମୋତେ ଦେଖି ସେ ଡରିକି ପଳାଇଗଲା। ଆରେ, ଇଏ କ'ଣ ହେଉଛି? ମୁଁ ବୁଡ଼ି ଯାଉଛି କ'ଣ? ଆରେ ବଞ୍ଚାଅ, କିଏ ମୋତେ ବଞ୍ଚାଅ। ଅନେକ ସମୟ ସିଂହ ପାଣି ଭିତରେ ବୁଡ଼ି ରହି ସିଂହଟି ନିଜର ଜୀବନ ହରାଇଲା। ସେପଟେ ସିଂହର ମୃତ୍ୟୁ ଖବର ଶୁଣି ଜଙ୍ଗଲର ସମସ୍ତେ ପଶୁପକ୍ଷୀମାନେ ବହୁତ ଖୁସି ହୋଇଗଲେ, ଆଉ ସମସ୍ତେ ଠେକୁଆକୁ ଧନ୍ୟବାଦ ଜଣାଇଲେ।
ଆଉ ସମସ୍ତେ ନିଜ ପସନ୍ଦର ଏକତା ହୋଇ ବାଘକୁ ରାଜା କରାଇଲେ। ଏ ଗପଟି ଭଲ ଲାଗୁଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।